ଜଙ୍ଗଲରେ ବହୁ ଜୋରେ ବର୍ଷା ହେଉଥାଏ। ସବୁ ଚଢ଼େଇ ତାଙ୍କ ବସାରେ ଥାଆନ୍ତି। ବର୍ଷା ଟିକେ ଛାଡ଼ିବାରୁ ସବୁ ଚଢ଼େଇମାନେ ଏକାଠି ହୁଅନ୍ତି। ଆଲୋ ଟିକି, ଆଜି ଯେମିତି ପାଗ ଦେଇଛି ଗୋଟେ ଭୋଜି କରିବାକୁ ଇଚ୍ଛା ହେଉଛି। ଚାଲୁନ ଗୋଟେ ଭୋଜି କରିବା। ହଁ ହଁ ଚାଲ, ବଜାରରୁ ଚିକେନ ନେଇ ଚିକେନ ପକୋଡ଼ା ଭୋଜିଟା କରିବା। ଗୋରି ଦିଦି ଚାଲ, ଆମେ ପଇସା ଦେଇ ଚିକେନଟା ନେଇ ଆସିବା। ଟିକି ତ ସବୁଠୁ ଭଲ ରୋଷେଇ କରେ, ସେ ତା ଘରେ ତେଲ ମସଲା ଦେଇ ରୋଷେଇ କରିବ। ଟିକି ପାଖରେ ହଁ କହିବା ଛଡ଼ା ଆଉ କୌଣସି ଉପାୟ ନଥିଲା। ହଉ ତାହେଲେ ମୋ ଘରେ ଭୋଜିଟା ହବ, ତୁମେମାନେ ଯାଇ ଚିକେନ ନେଇ ଆସ, ମୁଁ ଯାଉଛି ମସଲା କରିଦିଏ। ତାପରେ ଟିକି ତା ଘରକୁ ଚାଲିଗଲା। ମୋ ପାଖରେ ତ ତେଲ ମସଲା ନାହିଁ, ବଜାରରୁ କିଣି ଆଣିବା ପାଇଁ ପଇସାଟେ ବି ନାହିଁ, ମୁଁ ଏବେ କ'ଣ କରିବି? ଏତିକି ବେଳେ ଗୋରିକାଉ, ମିନୁ ଚଢ଼େଇ ଆଉ ପିଙ୍କି ପାରା ଆସି ପହଞ୍ଚି ଯାଆନ୍ତି। ହେଇ ନେ ଟିକି, ଚିକେନକୁ ଘୋଡ଼େଇକି ରଖ, ଆମେ ଯାଉଛୁ। ଗାଧେଇ ପାଧେଇ ଆସୁ, ତା ଭିତରେ ତୁ ରୋଷେଇଟା ସାରିଦେ। ତାପରେ ସମସ୍ତେ ନିଜ ନିଜ ଘରକୁ ଚାଲିଗଲେ। ଏବେ ମୁଁ କ'ଣ କରିବି? ଚିକେନ ପକୋଡ଼ା କେମିତି କରିବି? ଏମିତି ଭାବୁ ଭାବୁ ଟିକି ମୁଣ୍ଡକୁ ଗୋଟେ ଆଇଡ଼ିଆ ଆସିଲା। ମୁଁ ଗୋଟେ କାମ କରେ, ଚିକେନ ପକୋଡ଼ା ନ କରି ଚିକେନ ପତ୍ରପୋଡ଼ା କରିଦିଏ। ଏମିତି ପାଗକୁ ଚିକେନ ପତ୍ରପୋଡ଼ା ବହୁତ ଭଲ ଲାଗିବ। ତାପରେ ଟିକି ଚିକେନ ପତ୍ରପୋଡ଼ା କରିବା ଆରମ୍ଭ କରେ। କିଛି ସମୟରେ ଚିକେନ ପତ୍ରପୋଡ଼ା ରେଡି ହେଇଯାଏ। ଚିକେନ ପତ୍ରପୋଡ଼ା ତ ହେଇଗଲା, ଏବେ ଆଉ ଯାହା ସବୁ କାମ ଅଛି ମୁଁ ଜଲ୍ଦି ଜଲ୍ଦି ସାରିଦିଏ। କିଛି ସମୟ ପରେ ସବୁ ଚଢ଼େଇ ଆସି ପହଞ୍ଚି ଯାଆନ୍ତି। ଆଲୋ ଟିକି, ଚିକେନ ପକୋଡ଼ା ସରିଲାଣି କି ନାହିଁ? ମତେ ଭାରି ଭୋକ ହେଲାଣି। ଗୋରି ଦିଦି, ମୁଁ ଚିକେନ ପକୋଡ଼ା କରିନାହିଁ, ହେଲେ ଚିକେନରେ ଗୋଟେ ବହୁତ ଭଲ ଆଇଟମଟେ କରିଛି, ଖାଇଲେ ବହୁତ ଭଲ ଲାଗିବ। ତାପରେ ଟିକି ସମସ୍ତଙ୍କ ପାଇଁ ଚିକେନ ପତ୍ରପୋଡ଼ା ବାଢ଼ି ଦେଲା। ସମସ୍ତେ ଚିକେନ ପତ୍ରପୋଡ଼ା ଖାଇବାକୁ ଲାଗିଲେ। ଆରେ ବାଃ ଟିକି, ଏ ଚିକେନ ପତ୍ରପୋଡ଼ା ତ ବହୁତ ଟେଷ୍ଟି ହେଇଛି। ଯାହା କହ ପିଙ୍କି, ଟିକି ହାତ ରନ୍ଧା ସତରେ ବହୁତ ଟେଷ୍ଟି। ତାପରେ ସବୁ ଚଢ଼େଇ ମନ ଖୁସିରେ ବର୍ଷାର ଆନନ୍ଦ ନେଇ ଚିକେନ ପତ୍ରପୋଡ଼ା ଖାଇବାକୁ ଲାଗିଲେ। ଗୋଟେ ଜଙ୍ଗଲରେ ସବୁ ପକ୍ଷୀମାନେ ମିଳିମିଶି ରହୁଥାନ୍ତି। ସେହି ଜଙ୍ଗଲରେ ଟିକି ଚଢ଼େଇ ରହୁଥାଏ। ଟିକି ଚଢ଼େଇ ବହୁତ ଗରିବ ପକ୍ଷୀଟିଏ। ମା, ଦୀପାବଳି ଆସିଲାଣି, ଏଥର ତମେ ମୋ ପାଇଁ ବାଣ, ଦୀପ ଆଉ ମିଠା ଆଣିଦବ ନା? ଜଙ୍ଗଲର ସବୁ ପକ୍ଷୀ ଛୁଆମାନେ ନିଜ ନିଜ ପାଇଁ ବାଣ କିଣି ସାରିଲେଣି, ତମେ ମୋ ପାଇଁ କୋଉ ଦିନ ଆଣିବ? ମାରେ, ଆମ ଅବସ୍ଥା ତ ତୁ ଦେଖୁଛୁ, ଆମେ ଏତେ ଗରିବ, ଆଉ ଏଇ ସବୁ ପର୍ବପର୍ବାଣୀ, ଦୀପାବଳି କେବଳ ଧନୀ ଚଢ଼େଇମାନଙ୍କ ପାଇଁ, ଆମ ପାଇଁ ନୁହେଁ ରେ ମା। ହେଲେ ମା, ଏ ପର୍ବ ତ ସବୁ ଚଢ଼େଇ ପାଳନ କରନ୍ତି। ଦେଖ ମିକି, ଆମେ ଏତେ କିଛି କରିବା ପାଇଁ ଏତେ ପଇସା କୋଉଠୁ ଆଣିବା? ଦୀପାବଳି ଦିନ ସନ୍ଧ୍ୟାରେ ଆମେ ପାହାଡ଼ ଉପରକୁ ଯିବା, ସେଠି ବସି ଜଙ୍ଗଲରେ ହେଉଥିବା ଦୀପାବଳିକୁ ଉପଭୋଗ କରିବା। ନାଇଁ ମା, ମତେ ପାହାଡ଼ ଉପରକୁ ଯିବାର ନାହିଁ। ମିକି ଚଢ଼େଇ ରାଗି ସେଠାରୁ ଚାଲିଗଲା। ସବୁ ଚଢ଼େଇ ଛୁଆ ତାଙ୍କ ପରିବାର ସହ ହସ ଖୁସିରେ ଦୀପାବଳି ପାଳନ କରୁଛନ୍ତି, ହେଲେ ଆମେ କିଛି ବି କରିପାରୁନୁ। ଏମିତି କହି ମିକି ଚଢ଼େଇ କାନ୍ଦିବାକୁ ଲାଗିଲା। କିଛି ସମୟ ପରେ କାଳୁ କାଉର ପୁଅ ଚିଣ୍ଟୁ କାଉ ସେଠାକୁ ଆସିଲା। ଆରେ ମିକି, ତୁ କ'ଣ ପାଇଁ କାନ୍ଦୁଛୁ? ତୋର କ'ଣ ହେଇଛି? ମିକି ଚଢ଼େଇ ଚିଣ୍ଟୁକୁ ସବୁ କଥା କହିଲା। ଆରେ ଏଇ କଥା, ତୁ ଚାଲ ମୋ ସହ, ମୋର ବହୁତ ସାରା ବାଣ ଅଛି, ଆମେ 2 ଜଣ ମିଶିକି ଫୁଟେଇବା, ଆଉ ବହୁତ ସାରା ଦୀପ ଜାଳିବା, ବହୁତ ମଜା କରିବା। ମିକି ଚିଣ୍ଟୁ କଥା ଶୁଣି ବହୁତ ଖୁସି ହେଇଗଲା। ଦୁହେଁ ମିଶି ଚିଣ୍ଟୁ ଘରକୁ ଗଲେ। ଚିଣ୍ଟୁର ବାପା କାଳୁ କାଉ ଆଉ ମା ଗୋରି କାଉ ଦୀପାବଳି ପାଇଁ ଘର ସଜାସଜି କରୁଥିଲେ। ଆରେ ଚିଣ୍ଟୁ, ତୁ କୁଆଡ଼େ ଯାଇଥିଲୁ ଯେ? ଆଉ ଇଏ କିଏ? ମା, ଇଏ ମୋ ସାଙ୍ଗ ମିକି। ଆରେ, ଇଏ ସେଇ ଟିକି ଚଢ଼େଇ ଝିଅ ନା? ହଁ ମା। ଚିଣ୍ଟୁ, ତୁ ଏତେ ଗରିବ ଘର ପକ୍ଷୀଙ୍କ ସହ ସାଙ୍ଗ ହେଉଛୁ, ଆଉ ତାକୁ ଆମ ଘରକୁ କ'ଣ ପାଇଁ ଆଣିଛୁ? ସିଏ ଗରିବ ଘର ପକ୍ଷୀ,
ଆମ ପରି ଧନୀ ପକ୍ଷୀଙ୍କ ଘରେ ତାଙ୍କ ପାଇଁ ସ୍ଥାନ ନାହିଁ। ତୁ ଯା, ତାକୁ ବାହାରେ ଛାଡ଼ି ଦେଇ ଆସେ। ଗୋରି କାଉର ଏମିତି କଥା ଶୁଣି ମିକି ସେଠୁ ମନ ଦୁଃଖରେ ପଳେଇ ଆସିଲା। ମିକି ବାହାରେ ଆସି ଗୋଟେ ଗଛରେ ବସି କାନ୍ଦୁଥାଏ। କିଛି ସମୟ ପରେ ଚିଣ୍ଟୁ ବାହାରକୁ ଆସି ବାଣ ଫୁଟଉଥାଏ। ହଠାତ୍ ଚିଣ୍ଟୁ ପଛପଟେ ଥିବା ଗୋଟେ ଲଙ୍କା ବାଣରେ ନିଆଁ ଲାଗିଯାଏ। ଏ ସବୁ କିଛି ମିକି ଚଢ଼େଇ ବସି ଦେଖୁଥାଏ। ଆରେ, ଚିଣ୍ଟୁ ପଛପଟେ ଥିବା ଲଙ୍କା ବାଣରେ ନିଆଁ ଲାଗିଗଲାଣି। ମତେ କିଛି କରିବାକୁ ପଡ଼ିବ। ଏହା ଦେଖି ମିକି ସାଙ୍ଗେ ସାଙ୍ଗେ ଯାଇ ଚିଣ୍ଟୁକୁ ସେଠୁ ଧକ୍କା ଦେଇଦିଏ, ଆଉ ବାଣଟି ମିକି ଉପରେ ଫୁଟିଯାଏ। ଏହା ଶୁଣି କାଳୁ କାଉ ଆଉ ଗୋରି କାଉ ବାହାରକୁ ଆସନ୍ତି। ସେମାନେ ଦେଖନ୍ତି ତ ମିକି ତଳେ ପଡ଼ି ବେହୋସ ହେଇଯାଇଛି, ଆଉ ତା ଦେହ ହାତ ଖଣ୍ଡିଆ ହେଇଯାଇଛି। ଚିଣ୍ଟୁ, ଏ ମିକି ଚଢ଼େଇର କ'ଣ ହେଲା? ତାର ଏମିତି ଅବସ୍ଥା କେମିତି ହେଲା? ଚିଣ୍ଟୁ କାଳୁ କାଉକୁ ସବୁ କଥା କହିଲା। କାଳୁ କାଉ ନିଜର ଭୁଲ ବୁଝିପାରି ମିକିକୁ ଘରକୁ ନେଇ ଆସିଲା, ଆଉ ତାର ଚିକିତ୍ସା କରାଇଲା। ମାରେ, ଆମେ ତତେ କେତେ ଭୁଲ ବୁଝିଥିଲୁ, ଆମକୁ ତୁ କ୍ଷମା କରିଦେ। ତାପରେ କାଳୁ କାଉ ଯାଇ ଟିକି ଚଢ଼େଇକୁ ତା ଘରକୁ ନେଇ ଆସିଲା। ସମସ୍ତେ ମିଶି ଦୀପାବଳି ପର୍ବକୁ ଆନନ୍ଦର ସହ ପାଳନ କରିଲେ।